जय जगन्नाथ फ्रेंड्स मु विश्वजित आपणानु स्वागत करुच्ची क्यारियर आईक्यू ओडिशा यूट्यूब चैनल रे। तो जेमिति कि मु ए वीडियो रो थंबनेल रे मेंशन करिछि कि आपण ओडिशा पुलिस अप्लाई पूर्व ए वीडियो निहाती देखंतु। तो एटा मु क्लारिफाई करिवि ए वीडियो रे। ठीक अछि। तो आमे को पैरामीटर रे देखिया। फर्स्ट तो वैकेंसी वाइज देखिबा कि को जोन रे अधिका वैकेंसी आसीछि। देखंतु गोटे जोन रे वैकेंसी आसीछि बोली नो कि आमे से जोन रे सब पिला अप्लाई करिवा। जेमिति कि माने मे बी अधिका वैकेंसी कोठी यूआर रा आसीछि, कोठी एससी कैटेगरी रो अधिका वैकेंसी आसीछि, कोठी एसटी कैटेगरी रो वैकेंसी अधिका आसीछि। तो एई भरे भाबरे एई वीडियो रे हमें देखिबा। आ देखंतु कोठी माने कट ऑफ प्रीवियस माने हिसाब रे कम जाउची। प्रीवियस ईयर हिसाब रे देखिले हमर कम कट ऑफ जाईची। तो सेई हिसाब रे भी ମଧ୍ୟ देखिबा। आउ किछि पिला मानकर के इच्छा थाए घर पाख बाटालियन रे जॉब करिया पई। आउ किछि पिलांगर स्पेसिफिक लोकेशन रे भी जॉब करिया पई माने इच्छा थाए। जेमति कि भुवनेश्वर हे गला कि राउरकेला हे गला ई टाइप रो सिटी मानकर किछि पिला मानकर इच्छा थाए। तो से सब ମଧ୍ୟ ଆମେ ଏଇ ଭିଡିଓରେ ଦେଖିବା। ତ ଆପଣଙ୍କ ପାଇଁ କୋଉଟା ବେଷ୍ଟ ଜୋନ୍ ହବ। ଠିକ ଅଛି। ଏଇ ଭିଡିଓ ମୁଁ ଷ୍ଟାର୍ଟ କରିବା ପୂର୍ବରୁ କହିଦଉଛି କି ଦେଖନ୍ତୁ ଏଇ ଭିଡିଓ ବନେଇବା ପାଇଁ ବହୁତ ହି ପରିଶ୍ରମ ଲାଗିଛି। ତ ଆପଣମାନଙ୍କୁ ଯଦି ଭିଡିଓ ପସନ୍ଦ ଆସୁଛି ତ ନିହାତି ଭାବରେ ଏଇ ଭିଡିଓରେ ଲାଇକ୍ କରନ୍ତୁ। ଆଉ ନିଜର ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରନ୍ତୁ ଯୋଉମାନେ କି ଆମର ଓଏସଏପି ଆଇଆରବି ପାଇଁ ପ୍ରିପେୟାର ହଉଛନ୍ତି। ତ ସେମାନଙ୍କ ସହିତ ସେୟାର କରନ୍ତୁ। ଠିକ ଅଛି। ତ ଫାଷ୍ଟ ଆମେ ଦେଖିଦେବା କଣ କଣ ଡକୁମେଣ୍ଟ ଦରକାର ଆପ୍ଲାଏ ପାଇଁ। ଦେଖନ୍ତୁ ଆପଣଙ୍କର ଆଧାର କାର୍ଡ ଦରକାର ଆଉ 10th ସାର୍ଟିଫିକେଟ ଦରକାର। ଆଉ ନେକ୍ସଟ ଯଦି ଦେଖିବା ଫଟୋ, ସିଗ୍ନେଚର, ଥମ୍ବ ଇମ୍ପ୍ରେସନ, ମୋବାଇଲ ନମ୍ବର, ମେଲ ଆଇଡି ଏ ସବୁ ଆପଣଙ୍କୁ ଦରକାର। ଠିକ ଅଛି। ତ ଆମେ ଦେଖନ୍ତୁ ଆମର ଯୋଉ ଭ୍ୟାକେନ୍ସି ଆସିଛି ଟୋଟାଲ ଭ୍ୟାକେନ୍ସି ଦେଖିବା। ଯଦି ଆମର ହାଇଏଷ୍ଟ ଗୋଟାଏ ଜୋନ ର ଆସିଛି କେତେ 170। ତ ଆମେ ଏଇଠି ଦେଖନ୍ତୁ ମୁଁ ଏଇ 170 ଉପରେ କ୍ଲିକ କଲି। ତ ଆମର କୋଉ ଜୋନ ରେ ଆସିଛି ସେଟା ନା ଛତ୍ରପୁର ଜୋନ ରେ। ଠିକ ଅଛି। ଛତ୍ରପୁର ବାଟାଲିୟନ ରେ ଆସିଛି ଯୋଉଟା 170 ପୋଷ୍ଟ। ବଟ ଏଠି ଦେଖନ୍ତୁ ଆମର କେତେ ନା यूआर ର ଆସିଛି 92। ତ यूआर ର 92 ଆସିଛି। यूआर ରେ ଯଦି ଆମେ ଦେଖିବା ହାଇଏଷ୍ଟ କେତେ ଯାଇଛି ଦେଖନ୍ତୁ यूआर ର ହାଇଏଷ୍ଟ ଯାଇଛି 105। ଠିକ ଅଛି। ତ ଦେଖିବାକୁ ଗଲେ ଏଇଟା ସେକେଣ୍ଡ ହାଇଏଷ୍ଟ ରେ ଅଛି। ତ यूआर ପିଲାମାନଙ୍କ ପାଇଁ ଏଇ ଜୋନ୍ ଟା ମେ ବି ଭଲ ହେଇପାରେ। ଆଉ ଗୋଟେ ଜିନିଷ ରହୁଛି କଣ ନା ଯୋଉଠି ଭ୍ୟାକେନ୍ସି ଅଧିକା ରହୁଛି ତ ସେଠି ଅଧିକା ପିଲା ଆପ୍ଲାଏ କରିବାର ବି ଚାନ୍ସ ଅଛି। ତ ଏଇଥିପାଇଁ ଆମେ ଦେଖିବା ନା ମାନେ ଆମର କାଟାଗୋରୀ ୱାଇଜ ଯୋଉଟା ଟପ୍ 5 ଟୁ ଟପ୍ 5 ବାଟାଲିୟନ ଦେଖିବା ଯୋଉଟା କି ଆମର ମାନେ ଆପଣଙ୍କୁ ସୁଇଟେବୁଲ ହବ। ଠିକ ଅଛି। ତ ଏଠି ଟୋଟାଲ ଭ୍ୟାକେନ୍ସି ହିସାବରେ ଦେଖିପାରିବେ ଆପଣ। ମୁଁ ଏଠି ଏକ୍ସେଲ ସିଟ୍ ଯୋଉ ନେଇଛି ଏଟା ମାନେ ମୋର କିଛି ମନ ଗଢା ନୁହଁ। ମୁଁ ଏଇ ଯୋଉ ଆମର ଅଫିସିଆଲ ନୋଟିସ ଆସିଥିଲା ତାକୁ ଏକ୍ସେଲ ରେ ଏଣ୍ଟ୍ରି କରିକି ଏ ସବୁ ବନେଇଛି। ଠିକ ଅଛି। ଆପଣ ଚାହିଁଲେ ଚେକ୍ କରିପାରିବେ। ଦେଖନ୍ତୁ ସେକେଣ୍ଡ ହାଇଏଷ୍ଟ ଯୋଉ ଆସିଛି 150। ସେକେଣ୍ଡ ହାଇଏଷ୍ଟ 150 ଯୋଉଟା ଆସିଛି ସେଟା ରାଉରକେଲାର। ଆଉ ଏଇଠି ଦେଖନ୍ତୁ यूआर ପିଲାମାନଙ୍କ ପାଇଁ ସବୁଠୁ ଅଧିକା ପୋଷ୍ଟ ଆସିଛି ଏଇ ଜୋନରେ यूआर ପିଲାମାନଙ୍କ ପାଇଁ। ତ ଆପଣ ଯଦି यूआर କ୍ୟାଟାଗୋରୀରେ ବିଲଙ୍ଗ କରୁଛନ୍ତି ତ ଆପଣ ଏଇଠି କନସିଡର କରିବେ ଏଇ ଜୋନକୁ। ଏସସି ବିସି ପିଲାମାନଙ୍କ ପାଇଁ ଟୋଟାଲ ଦେଖନ୍ତୁ ଯୋଉ ଭାକାନ୍ସି ରହିଛି 1360 ର କେତେ ନା ଟୋଟାଲ 6ଟା ପୋଷ୍ଟ ରହିଛି। ଠିକ ଅଛି। 1360 ରୁ ଯଦି 6ଟା ପୋଷ୍ଟ ରହିଛି ତ ସେମାନଙ୍କର ଡାଇରେକ୍ଟ ଫାଇଟ ହବ କାହା ସହିତ ନା यूआर ପିଲାମାନଙ୍କ ସହିତ ଫାଇଟ ହବ। ତ ଆପଣ ମାନେ ନିଜ ଜୋନ୍ ଚୁଜ କରିବା ପୂର୍ବରୁ ଭଲ ଭାବରେ ଦେଖନ୍ତୁ। ଆଉ ଗୋଟେ ଜିନିଷ କହିବି କି ଆପଣ ପ୍ରିପାରେସନ ରେ ଇଏ କରନ୍ତୁ। କାହିଁକି ନା ଆପଣଙ୍କୁ ଯୋଉ ରିଲାକ୍ସେସନ ମିଳୁଥିଲା କଟ ଅଫ୍ ମାର୍କ ର ସେଇଟା ଏଠି ଦେଖିବାକୁ ଗଲେ ଆପଣଙ୍କୁ ବିଲକୁଲ ହିଁ ମିଳିବନି। ଠିକ ଅଛି। ମାନେ ଆପ୍ରୋକ୍ସିମେଟଲି କହିବାକୁ ଗଲେ ମିଳିବନି ଆପଣ ମାନଙ୍କୁ। ତ ଆପଣ ଏଠି ପ୍ରିପାରେସନ ରେ ସେଇଟା ମାନେ ସରି ଜୋରଦାର ପ୍ରିପାରେସନ କରିକି ହିଁ ଆପଣ ଫୁଲଫିଲ କରିପାରିବେ ଯୋଉ ଆପଣଙ୍କର କଟ ଅଫ୍ ମାର୍କ ମାନେ କମ ହୁଏ ସେଇଟା ଆପଣ ଚାହିଁଲେ ମାନେ ପ୍ରିପାରେସନ କରିକି ବଢେଇ ପାରିବେ। ଠିକ ଅଛି। ଦେଖନ୍ତୁ यूआर ରେ ହାଇଏଷ୍ଟ ଯୋଉ ରହିଛି କେତେ ନା 105 ସେଇଟା ଆମର ରାଉରକେଲାର। ସେକେଣ୍ଡ ହାଇଏଷ୍ଟ ଯୋଉ ରହିଛି ଦେଖନ୍ତୁ କୋଉଠି ସେକେଣ୍ଡ ହାଇଏଷ୍ଟ ରହିଛି ଆମର କୋଉଠି ନା ଛତ୍ରପୁରର। ଠିକ ଅଛି। ଯଦି ଦେଖିବା यूआर ପିଲାମାନଙ୍କ ପାଇଁ ଥାର୍ଡ ହାଇଏଷ୍ଟ ଜୋନ ରହିଛି 87 ଯୋଉଟା କି କୋରାପୁଟ ଜୋନ। ଦେଖନ୍ତୁ କୋରାପୁଟ ଜୋନ ଗୋଟେ କି ଆମର ଲୋ କଟ ଅଫ୍ ଜୋନ ରେ ଯାଉଛି। ଠିକ ଅଛି। ଯୋଉଠି କି କଟ ଅଫ୍ ପ୍ରିଭିୟସ ଇୟର ରେ ଦେଖିଲେ ଆମର କମ ହିଁ ଯାଏ ସବୁବେଳେ। ତ ଏଇଠି ଦେଖନ୍ତୁ यूआର ପିଲାମାନଙ୍କ ପାଇଁ 87 ପୋଷ୍ଟ ରହିଛି ଯୋଉଟା କି ଥାର୍ଡ ହାଇଏଷ୍ଟ। ଠିକ ଅଛି।
ଆଉ ଗୋଟେ ଜିନିଷ ଏଠି ଇମ୍पोର୍ଟାଣ୍ଟ ପଏଣ୍ଟ ଆପଣ ମାର୍କ କରିବେ ଯେ ଏସଟି ପିଲାମାନଙ୍କ ପାଇଁ ବିଲକୁଲ ହିଁ ପୋଷ୍ଟ ନାହିଁ। ଯଦି ଆପଣ ମାନେ ଏଇ ଜୋନରେ ଆପ୍ଲାଏ କରୁଛନ୍ତି ଆଉ ଆପଣ ଏସଟି କାଟାଗୋରୀର ତ ଆପଣଙ୍କର ବି ସେମ୍ ଡାଇରେକ୍ଟ ଫାଇଟ୍ ୟୁଆର ପିଲାମାନଙ୍କ ସହିତ ହବ। ଠିକ ଅଛି। ତ ଏସସି ପିଲାମାନେ ବା ଏସଟି ପିଲାମାନେ ଆପଣଙ୍କର ଯୋଉ ଜୋନରେ ଅଧିକା ପୋଷ୍ଟ ଆସିଛି ସେଇ ହିସାବରେ ହିଁ ଆପଣ ଦେଖିକି ଭରନ୍ତୁ। ଯଦି ଆପଣ ମାନେ ଆପଣଙ୍କୁ ଲାଗୁଛି କି ହଁ ମାନେ ଆପଣଙ୍କର ପ୍ରିପାରେସନ ଏତେ ନାହିଁ କିନ୍ତୁ ଫିଜିକାଲ ମାନେ ରିଟିନ ପାଇଁ ପ୍ରିପାରେସନ ଏତେ ନାହିଁ କିନ୍ତୁ ଫିଜିକାଲ ଆପଣ ପ୍ରପର କରିପାରିବେ। ଠିକ ଅଛି। ନେକ୍ସଟ ଯଦି ଦେଖିବା ଦେଖନ୍ତୁ 78 ରହିଛି କୋଉଠି ନା ଭୁବନେଶ୍ୱର ଜୋନରେ। ଭୁବନେଶ୍ୱର ଜୋନ ଯୋଉଟା କି ଆମର ହାଇ କଟ ଅଫ୍ ଜୋନରେ ଯାଏ ସବୁବେଳେ ଏଇଠି କଟ ଅଫ୍ ଅଧିକା ଯାଏ। ଠିକ ଅଛି। ନେକ୍ସଟ ଦେଖିବା ଯଦି 75 କୋଉଠି ଯାଉଛି କଳାହାଣ୍ଡି। ତ ଏଠି ବି ଆପଣ କନସିଡର କରିପାରିବେ ୟୁଆର ପିଲା କାହିଁକି ନା ଏଠି ଦେଖନ୍ତୁ ପୋଷ୍ଟ ଦେଖିବାକୁ ଗଲେ ଭଲ ପୋଷ୍ଟ ରହିଛି। ଠିକ ଅଛି। ନେକ୍ସଟ ଯଦି ଦେଖିବା 72 ବାରିପଦାରେ ଅଛି ତ ଏଇଟା ମିଡିୟମ ରେଞ୍ଜରେ ଯାଉଛି ନା ଏଠି ଅଧିକା କଟ ଅଫ୍ ଯାଏ ନା କମ ଯାଏ। ଠିକ ଅଛି। ମିଡିୟମ ରେ ଇଏ ସବୁବେଳେ ରହେ। ତ ଆପଣ ଦେଖିବେ ଯଦି ୟୁଆର ପିଲାମାନଙ୍କ ପାଇଁ 72 ପୋଷ୍ଟ ରହିଛି ଆଉ ଏସସି ଏସଟି ପିଲାମାନଙ୍କ ପାଇଁ ଏଇଠି ଦେଖନ୍ତୁ ମାନେ କହିବାକୁ ଗଲେ ଭଲ ହିଁ ପୋଷ୍ଟ ରହିଛି। ତ ୟାଠୁ ତଳକୁ ଆପଣ ଚେକ୍ କରିବା ପାଇଁ ଯଦି ଚାହୁଁଛନ୍ତି ଆପଣ ମୁଁ ଏଇ ଏକ୍ସେଲ ସିଟ୍ ମୋ ଭିଡିଓର ଡିସ୍କ୍ରିପସନରେ ଦେଇଦେବି। ଆପଣ ନିଜ ହିସାବରେ ମାନେ ଚେକ୍ କରିପାରିବେ ଯଦି ଆପଣଙ୍କର ପିସି ଅଛି କାହିଁକି ନା ଏଇ ଯୋଉ ଫର୍ମୁଲା ମୁଁ ଲଗେଇଛି ତ ଏଇଟା ମୋବାଇଲରେ କାମ କରିବନି। ଠିକ ଅଛି। ତ ଆପଣ ଯଦି ସ୍ପେସିଫିକ କୋଉ ଜୋନର ଜାଣିବା ପାଇଁ ଚାହୁଁଛନ୍ତି କାହିଁକି ନା ମୁଁ ଏଠି ଟପ୍ 5 କେବଳ ଦେଖୁଛି ବାକି ଯଦି ଆପଣ କୋଉ ଜୋନରେ ଜାଣିବା ପାଇଁ ଚାହୁଁଛନ୍ତି ତ ଭିଡିଓରେ କମେଣ୍ଟ କରନ୍ତୁ। ଠିକ ଅଛି। ନେକ୍ସଟ ଯଦି ଦେଖିବା ଆମର ଏସସି କାଟାଗୋରୀର ପିଲାମାନଙ୍କ ପାଇଁ ତ ଏସସି କାଟାଗୋରୀର ପିଲାମାନେ ଦେଖନ୍ତୁ ହାଏଷ୍ଟ ଭାକାନ୍ସି ଆସିଛି ଯୋଉଟା 43 ଯୋଉଟା କି ଆମର କୋଉଠି ନା ରାଉରକେଲାରେ। ଠିକ ଅଛି। ରାଉରକେଲାରେ ସବୁଠୁ 43 ଆସିଛି ଆଉ ୟୁଆର ମାନଙ୍କ ପାଇଁ ବି ଭଲ ପୋଷ୍ଟ ଆସିଛି ଏଠି। ଠିକ ଅଛି। ତ ଦେଖନ୍ତୁ ଏଠି ନେକ୍ସଟ ଯଦି ସେକେଣ୍ଡ ହାଇଏଷ୍ଟ କୋଉଠି ଆସିଛି ନା ଆମର ବାରିପଦାରେ ଆସିଛି। ଆଉ ଥାର୍ଡ ହାଇଏଷ୍ଟ ଦେଖନ୍ତୁ କୋଉଠି ଆସିଛି ନା ଏଠି ଦିଟା ଜୋନରେ ଥାର୍ଡ ହାଇଏଷ୍ଟ ଆସିଛି 23 ଭ୍ୟାକାଣ୍ଟ ଆସିଛି ଯୋଉଟା କି ଆମର ଗୋଟେ ହଉଛି ଢେଙ୍କାନାଳ ଗୋଟେ ହଉଛି ଛତ୍ରପୁର। ଠିକ ଅଛି। ତ ଇଏ ହେଇଗଲା ଟପ୍ 4 ମାନେ ଜୋନ ଯୋଉଟା ଏସସି ପିଲାମାନଙ୍କ ପାଇଁ। ଠିକ ଅଛି। ନେକ୍ସଟ ଦେଖନ୍ତୁ ଏଠି ଆଉ ଗୋଟେ ଦେଖିଦବା ଭୁବନେଶ୍ୱର ଜୋନରେ 18ଟା ପୋଷ୍ଟ ଅଛି ଏସସି ପିଲାମାନଙ୍କ ପାଇଁ। ଏଠି ଆପଣ ସ୍ପେସିଫିକ ଯଦି ଆପଣ ଏଇଠି କାହିଁକି ନା ଜାଣୁଛନ୍ତି ଏଠି କଟ ଅଫ୍ ଯାଉଛି ଅଧିକା ତ ଆପଣ ଯଦି ପ୍ରିପାରେସନ ଅଧିକା ଅଛି ତ ସେଇ ହିସାବରେ ହିଁ ଆପଣ ଏଇ ଜୋନକୁ କନସିଡର କରିବେ। ଠିକ ଅଛି। ନେକ୍ସଟ ଯଦି ଦେଖିବା ଆମର ଏସଟି ପିଲାମାନଙ୍କ ପାଇଁ ଏସଟି ପିଲାମାନଙ୍କ ପାଇଁ ଦେଖନ୍ତୁ ହାଇଏଷ୍ଟ ଯୋଉଟା ରହିଛି 55 ଦେଖନ୍ତୁ ଆମର କୋଉଠି ରହିଛି ଛତ୍ରପୁରରେ। ଦେଖିବାକୁ ଗଲେ ଆମର ଯୋଉ ମାନେ ଭ୍ୟାକାନ୍ସି ଆସିଛି ତ ଏଠି ଦେଖନ୍ତୁ ୟୁଆର ପିଲାମାନଙ୍କ ପାଇଁ 92 ରହିଛି ଆଉ ଆପ୍ରୋକ୍ସ ଆମେ ଯଦି ଏସସି ଏସଟି ପିଲାମାନଙ୍କର ମିଶେଇବା କେତେ ଆସୁଛି 78 ମାନେ 78 ପୋଷ୍ଟ ଆସୁଛି। କହିବାକୁ ଗଲେ ମାନେ କଣ ଏଠି ଭଲ ପୋଷ୍ଟ ରହିଛି ଏସସି ଏସଟି ପିଲାମାନଙ୍କ ପାଇଁ। ଠିକ ଅଛି। ବିଶେଷ କରି ଏସଟି ପିଲାମାନଙ୍କ ପାଇଁ। ଠିକ ଅଛି। କାହିଁକିନା 55 ପୋଷ୍ଟ କିଛି କମ ନୁହଁ। ନେକ୍ସଟ ଯଦି ଦେଖିବା ସେକେଣ୍ଡ ହାଇଏଷ୍ଟ 41 ଦେଖନ୍ତୁ ଏଠି କଟକ ଜୋନରେ ରହିଛି 41 ପୋଷ୍ଟ ଯୋଉଟା କି ସେକେଣ୍ଡ ହାଇଏଷ୍ଟ। ଠିକ ଅଛି। ଥାର୍ଡ ଯଦି ଦେଖିବା ଆମର 26 ତ 26 ଦେଖନ୍ତୁ ଯୋଉଟା ରହିଛି ମାଲକାନଗିରିରେ। ଠିକ ଅଛି। ମାଲକାନଗିରିରେ ଦେଖନ୍ତୁ ଏସଟି ପିଲାମାନଙ୍କ ପାଇଁ ଭଲ ଭ୍ୟାକାନ୍ସି ରହିଛି ଆଉ ଏଠି ଏସସି ପିଲାମାନଙ୍କ ପାଇଁ ନାହିଁ। ଆଉ ଗୋଟେ ଜିନିଷ ଆମେ ଦେଖିଥିଲେ କଣ ନା କୋରାପୁଟରେ ଦେଖିଥିଲେ। କୋରାପୁଟରେ ଦେଖନ୍ତୁ ଆମର କଣ ଥିଲା କୋରାପୁଟରେ ଦେଖନ୍ତୁ ଏସଟି ପିଲାମାନଙ୍କ ପାଇଁ ନଥିଲା ବଟ୍ ଏସସି ପିଲାମାନଙ୍କ ପାଇଁ କିଛିଟା ଭାକାନ୍ସି ଥିଲା। ତ ଏଇ ଦିଟା ଜୋନରେ ପିଲା ଦେଖନ୍ତୁ ଯଦି ଆପଣ ଆପ୍ଲାଏ କରୁଛନ୍ତି ଆପଣ ଯଦି ଏସସି କାଟାଗୋରୀର ତାହେଲେ ଆପଣ କୋରାପୁଟ ଜୋନ ଚୁଜ୍ କରିପାରିବେ ଯୋଉମାନେ କି ଆମର ମାଲକାନଗିରି ପିଲାମାନଙ୍କ କଥା କହୁଛି। ଆଉ ଯଦି ଆପଣ ମାନେ ଦେଖନ୍ତୁ ଆଉ ଗୋଟେ ମାଲକାନଗିରି ତ ଏଇ ଦିଟା ଜୋନ ମୁଁ ଫାଷ୍ଟ ସିଲେକ୍ଟ କରିଦଉଛି। ଦେଖନ୍ତୁ ପ୍ରପର ଆନାଲିସିସ୍ ଏବେ ହେଇଯିବ। ଦେଖନ୍ତୁ ଏଠି ମାଲକାନଗିରିରେ ଆମର ଏସଟି ପିଲାମାନଙ୍କ ପାଇଁ ରହିଛି ଭାକାନ୍ସି। ଠିକ ଅଛି। ଯୋଉଟା କି ଦେଖିବାକୁ ଗଲେ ଠିକ ଠାକ ଭାକାନ୍ସି ରହିଛି ବଟ୍ କୋରାପୁଟରେ ଦେଖନ୍ତୁ ଏସଟି ପିଲାମାନଙ୍କ ପାଇଁ ଭାକାନ୍ସି ନାହିଁ। ତ ଏସଟି ପିଲାମାନେ।
हाँ, एसटी ପିଲାମାନଙ୍କ ପାଇଁ ମାଲକାନଗିରିରେ ଭାକାନ୍ସି ରହିଛି। ତ ଆପଣ ଯଦି କୋରାପୁଟ ଜୋନର ତ ଆପଣ ଏଠି କଣ କରିପାରିବେ ନା ମାଲକାନଗିରିରେ ପକେଇ ପାରିବେ। ଆଉ ଯଦି ଆପଣ ମାନେ ଦେଖନ୍ତୁ ମାଲକାନଗିରିରେ ଦେଖନ୍ତୁ ଏସସି ପିଲାମାନଙ୍କ ପାଇଁ କମ ପୋଷ୍ଟ ରହିଛି। ତ ଆପଣ ଯଦି ମାନେ ମାଲକାନଗିରିର ତ ଆପଣ କୋରାପୁଟରେ ପକେଇ ପାରିବେ କାହିଁକି ନା କୋରାପୁଟରେ ଭଲ ପୋଷ୍ଟ ରହିଛି। ଠିକ ଅଛି। ଆଉ ଗୋଟେ ଜିନିଷ ଏଇ ଯେ ଏଇ ଦିଟା ଯାକ ଆମର ଯୋଉ ଜୋନ ରହିଲା ଏଠି କଟଅଫ ବି କମ ଯାଏ ପ୍ରାୟ। ଠିକ ଅଛି। ଆମର ଯେମିତି କି କଣ ହେଇଗଲା ନା ମାଲକାନଗିରି କୋରାପୁଟ କଳାହାଣ୍ଡି ଏଇ ଜିଲ୍ଲା ମାନଙ୍କରେ ଆମର କଣ ନା କଟଅଫ ଦେଖିବାକୁ ଗଲେ କମ ଯାଏ। ଠିକ ଅଛି। ଏଇ ଭିଡିଓରେ ତ ମାକ୍ସିମମ୍ ଜିନିଷ କଭର କଲେଣି। ଆଉ ଦେଖିବାକୁ ଗଲେ ଆମର କମ୍ପାରେଟିଭଲି ଆମର ଯୋଉ ୟୁଟ୍ୟୁବ ଭିଡିଓ ସବୁ ଅପଲୋଡ କରାଯାଉଛି ତ ଏଇଟା ସବୁଠୁ ବଡ ଭିଡିଓ ହେଇଗଲାଣି। ଠିକ ଅଛି। ଏହା ବ୍ୟତୀତ ଆପଣଙ୍କର ଯଦି କିଛି ସ୍ପେସିଫିକ ଜୋନ୍ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତ ଏଠି ପ୍ରପର ଆନାଲିସିସ୍ ଅଛି ଆପଣ ଦେଖିପାରିବେ। ମୁଁ ଏଇଟା ଆପଣଙ୍କୁ ଏଇ ଫାଇଲଟା ଆପଣଙ୍କୁ ଡିସ୍କ୍ରିପସନରେ ପ୍ରୋଭାଇଡ କରିଦେବି। ତା ବ୍ୟତୀତ ଯଦି ଆପଣଙ୍କର କିଛି ବି ଡାଉଟ୍ ଅଛି କୋଉ ଜୋନକୁ ନେଇକି ତ ଆପଣ ମାନେ କମେଣ୍ଟ କରିବେ। ତ ମୁଁ ଆପଣଙ୍କ ପାଇଁ ଏଇଟା ଚେକ୍ କରିକି ନିହାତି ଭାବରେ କମେଣ୍ଟରେ ରିପ୍ଲାଏ ଦେବି। ଠିକ ଅଛି। ତ ଏତିକି ହିଁ କହିବି। ଜୟ ହିନ୍ଦ, ଜୟ ଜଗନ୍ନାଥ।